ଆସନ୍ତା କାଲି ରବିବାର 8 ତାରିଖ ରବିବାର ଆମେ ଶନିବାର ଅଛେ। ତେଣୁ ଆସନ୍ତା କାଲି ରବିବାର ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ଆଉ ଅଶୁଭ ସମୟ ଜାଣିବା। ଅଶୁଭ ସମୟ ଅପରାହ୍ନ 4:24ରୁ 5:50। 4:24ରୁ 5:50 ଅଶୁଭ ସମୟ। ଏ ସମୟରେ ଆମେ କୌଣସି କାର୍ଯ୍ୟ ଆରମ୍ଭ କରିବାନି, ଯାତ୍ରା ଆରମ୍ଭ କରିବାନି। ପୂର୍ବରୁ ବା ପରେ କାମ କଲେ ଭଲ। ସୂର୍ଯ୍ୟୋଦୟ ହେଲେ 6:02 ପରେ। 6:02 ପରେ ଆଉ ସୂର୍ଯ୍ୟାସ୍ତ 5:52 ପରେ। ଆମେ ଏବେ ମେଷ ରାଶି ଉପରେ ଆଲୋଚନା କରିବା। ମେଷ ରାଶିର ଭାଗ୍ୟାଧିପ ହେଲେ ଗୁରୁ। ଭାଗ୍ୟାଧିପ, ଭାଗ୍ୟର ଯେ ଅଧିପ, ଭାଗ୍ୟର ଯେ ମାଲିକ, ଭାଗ୍ୟର ଯେ କଣ୍ଟ୍ରୋଲର, ସିଏ ହିଁ ବ୍ୟକ୍ତିକୁ, ପ୍ରାଣୀକୁ, ଜୀବକୁ ପରିଚାଳିତ କରନ୍ତି। ତେଣୁ ମେଷ ରାଶିକୁ ବୃହସ୍ପତି ସହାୟକ। ମେଷ ରାଶିର ଭାଗ୍ୟାଧିପ ଗୁରୁ, ସେ ଏବେ ମିଥୁନରେ ମାନେ ଶତ୍ରୁ ଘରେ, ତୃତୀୟରେ। ଏଥିପାଇଁ ଭାଗ୍ୟର ବିପର୍ଯ୍ୟୟ ଘଟୁଛି, ମାନେ ବହୁତ ବଡ଼ ବଡ଼ ବିପଦ ଆସୁଛି। ଗୁରୁ ମିଥୁନରେ ଥିବା ପର୍ଯ୍ୟନ୍ତ ମେଷ ରାଶିଙ୍କ ପାଇଁ ବହୁତ ବଡ଼ ବଡ଼ ବିପଦ ଆସିବ ଓ ତା'ର ସମାଧାନ ହେବ। ବୃହସ୍ପତି ଭୁଲ କାମ କରିବେନି। 8 ତାରିଖ ରବିବାର ଦିନ 1:30 ପରେ ଅଶ୍ୱିନ ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଏଣୁ ଅଶ୍ୱିନ ନକ୍ଷତ୍ରଧାରୀ ଟିକେ ସତର୍କ ରହିବା ଉଚିତ। ରବିବାର ଏକ ଆୟକାରୀ ଦିନ ହେବ। ମେଷ ରାଶି ପାଇଁ ରବିବାର ଏକ ଆୟକାରୀ ଦିନ। କିନ୍ତୁ ଯଦି ଉଦ୍ୟମ ନ କରିବା, ଶୁଣିକିରି ଶୋଇଯିବା, ତାହେଲେ ତ ମୃଗମାନେ ଆସି ସିଂହ ବାଟିରେ ପଶିଯିବେ ଆଉ, ନା କ'ଣ କହୁଛନ୍ତି? ଆୟକାରୀ ଦିନ, ମାତ୍ର ରବିବାର ମେଷ ରାଶି ପାଇଁ ଘାତ ବାର। ଅଶ୍ୱିନ ନକ୍ଷତ୍ର, ମେଷ ରାଶି ଟିକେ ହୁସିଆର। କିଛି ଆଘାତ ହୋଇପାରେ। ଏମାନେ ଆଜି ପୁଲକିତ ରହିବେ। ଆୟ ଅମଳ ଅଧିକ ହେବ, ଆଶା ଅଧିକ ବଢ଼ିବ। ଏଣୁ ଖୁସି ହେବେ, ଅନ୍ୟକୁ ମଧ୍ୟ ଖୁସି ବାଣ୍ଟିବେ। ମେଷ ରାଶି ଲୋକଙ୍କ ପାଇଁ ରବିବାର ଘାତବାର ହେଲେ ବି ସେମାନଙ୍କୁ ଆଜି ଆୟ ଅମଳ ଯୋଗ ଅଛି। ଆନନ୍ଦ ଉତ୍ସବ ମାନିବାର ଦିନ ଆସିଛି। ସେମାନେ ନିଜେ ଖୁସି ହେବେ ଓ ଅନ୍ୟକୁ ଆନନ୍ଦ ବାଣ୍ଟିବେ। ବୃଷ ରାଶି କଥା ବୁଝିବା। ରବିବାର କ'ଣ ଅଛି? ବୃଷ ରାଶିର ଭାଗ୍ୟାଧିପ ହେଲେ ଶନି। ଶନି ଏବେ ମୀନରେ ମାନେ ଏକାଦଶରେ। ଏଣୁ ସମସ୍ତ ବଡ଼ ବଡ଼ ସମସ୍ୟାର ସରଳ ସମାଧାନ ସହଜରେ ହୋଇପାରୁଛି। ରବିବାର 8 ତାରିଖ 1:30 ପରେ କୃତ୍ତିକା ନକ୍ଷତ୍ରଧାରୀ ବ୍ୟକ୍ତିଙ୍କର ସତର୍କ ରହିବା ଉଚିତ। ବୃଷ ରାଶିର ଭାଗ୍ୟାଧିପ ଶନି ଯେ ଯାଏ ଶନି ଅଛନ୍ତି ମୀନରେ, ବୃଷ ରାଶିଙ୍କ ପାଇଁ କୌଣସି ପ୍ରକାର ସମସ୍ୟା କ୍ଷତିକାରକ ହେବନି। ଆଉ ବିଭିନ୍ନ ଉପାୟରୁ ସେମାନଙ୍କୁ ଧନ, ମାନ, ସମ୍ମାନ, ସାହାଯ୍ୟ, ସହଯୋଗ ମିଳିଯିବ। ଶନି ସହାୟ ହେବେ। କାରଣ ବୃଷର ଅଧିପତି ହେଲେ ଶୁକ୍ର। ଶୁକ୍ରଙ୍କ ସହ ଶନିଙ୍କର ସମ୍ପର୍କ ମଧୁର। ବେଶ କୃତ୍ତିକା ନକ୍ଷତ୍ରଧାରୀ ରବିବାର ଦିନଟି ସତର୍କ ରହିଲେ ଭଲ। ଧନାଗମରେ ବାଧା ନାହିଁ। ଆୟ ଅମଳ ଠିକ୍ ଠାକ୍ ଚାଲିବ। କେବଳ ଚେଷ୍ଟା ଦରକାର। ଚେଷ୍ଟା। ଆଉ 2 ଟଙ୍କା ମିଳିଗଲା ଶୋଇପଡ଼ିବି ନାହିଁ, ଚେଷ୍ଟା କରିବା। ଦେହ ପା ଠିକ୍ ଠାକ୍ ରହିବ। କିଛି ଦ୍ରବ୍ୟ ଲାଭ ଯୋଗ ଅଛି। ବୃଷ ରାଶିର ଭଲ ଦିନ, କୌଣସି ପ୍ରକାର ସମସ୍ୟା ନାହିଁ। ରବିବାର 8 ତାରିଖ। ମିଥୁନ କଥା ଆଲୋଚନା କରିବା। ମିଥୁନ ରାଶିର ଭାଗ୍ୟାଧିପ ବି ଶନି। ସେ ଏବେ ମୀନରେ ମାନେ ଦଶମରେ। ଏଥିପାଇଁ
ହାତକୁ ଆୟକାରୀ ବିବିଧ କର୍ମ ପ୍ରାୟ ମିଳୁଛି, ସୁଖରେ ଅଛନ୍ତି ଶନିଙ୍କ ଦୟାରୁ। ବୁଝିହେଲା, କର୍ମରେ ଅଛନ୍ତି ଶନି। ତେଣୁ ମିଥୁନ ରାଶିର ଲୋକମାନେ ପ୍ରାୟ କର୍ମ ଚଞ୍ଚଳ ଅଛନ୍ତି। ଆଉ ଅନ୍ୟାୟ ଅଧର୍ମରେ ଯଦି ସେମାନେ ଇନକମ୍ କରିବେ ବା ଆୟ କରିବା ପାଇଁ ଚିନ୍ତା କରିବେ, ତାହେଲେ ହାତ ଭାଙ୍ଗିଦେବେ ଶନି। ହୁସିଆର, ହେଡଷ୍ଟ୍ରଙ୍ଗ। ତାଙ୍କର ବାପା ନାହିଁ କି ପୁଅ ନାହିଁ, ଭୁଲ କଲେ କାନ ମୋଡ଼ିକିରି ଗୋଡ଼ିରେ କାନ ମୋଡ଼ିବେ। ସେ ଖାଲି ନୁହଁ, ଯେମିତିକି ଆଉ ଭୁଲି ହେବନି ସେ ଦଣ୍ଡ। ସାବଧାନ। ଆଉ ରବିବାର 8 ତାରିଖ 1:30 ପରେ ମୃଗଶିରା ନକ୍ଷତ୍ରଧାରୀ ବ୍ୟକ୍ତିମାନେ ସତର୍କ ରହିଲେ ଭଲ। 8 ତାରିଖ ବିବିଧ ସୁଖ ମିଳିବାର ଯୋଗ ଅଛି, ହେଲେ ଆଉ ମିଳିବ ଏଇ ଚିନ୍ତାରେ ପାଗଳ ହେଇଯିବେ, ମାନେ ଅସନ୍ତୋଷ ହେବେ। ସୁଖ ମିଳିବ, ଶାନ୍ତି ମିଳିବ, ଆହୁରି ଆଶା କରିକିରି ମନ ବୁଝିବନି, ଶେଷକୁ ଅସନ୍ତୋଷ ହେବେ। ଫଳରେ ମନ ଭାଙ୍ଗିଯିବ, ଶାନ୍ତି ଭାଙ୍ଗିଯିବ। ଲୋଭ, ଗୋଟେ ପ୍ରଶ୍ନ କାଲି ପଚରା ହେଇଥିଲା, ହେଲା ଯେ ପାପର ବାପା କିଏ? ଏଇ ଲୋଭ ପରା। ଲୋଭ ହିଁ ସବୁ ପାପର କାରକ। ଲୋଭ ଛାଡ଼ନ୍ତୁ ନା, ଲାଭ ହଉଥିଲେ ଲୋଭ ହଉଥିବ, ଏଇଥିରେ ଆଜି ଫସିଯିବେ କିଏ ନା ମିଥୁନ ରାଶିର ଲୋକେ। ତେଣୁ ଅସନ୍ତୋଷ ହେବେ। ଆଉ ଏସବୁ ମନର କଥା ମନକୁ ବୁଝେଇ ପାରିଲେ ହେଲା। ଆଉ କର୍କଟ ରାଶିର ଭାଗ୍ୟାଧିପ ହେଲେ ବୃହସ୍ପତି। ସେ ଏବେ ଦ୍ୱାଦଶରେ, ମିଥୁନରେ, ଶତ୍ରୁ ଘରେ। ଦ୍ୱାଦଶରେ ମାନେ ଖର୍ଚ୍ଚ ଘରେ, ବ୍ୟୟ ଘରେ। ଆଉ ପୁଣି ମିଥୁନରେ ବୁଧ ଘରେ। ତେଣୁ କର୍କଟ ରାଶିର ଯାବତୀୟ ସମସ୍ୟା ହେଉଛି ଶାରୀରିକ ସମସ୍ୟା, ପ୍ରାୟ ଛାଡ଼ୁନି କର୍କଟ ରାଶିକୁ। ବାରମ୍ବାର ମୋର ପ୍ରିୟ ବନ୍ଧୁ ମୋତେ ପ୍ରଶ୍ନ କରୁଛନ୍ତି। କାରଣ ହେଲା ବୃହସ୍ପତି ଭାଗ୍ୟାଧିପ, ସିଏ ଏବେ ଶତ୍ରୁ ଘରେ। କର୍କଟର ଶତ୍ରୁ ବୁଧ, ବୃହସ୍ପତିଙ୍କ ଶତ୍ରୁ ହେଲା ବୁଧ। ତେଣୁ ବୃହସ୍ପତି ଏବେ ଯେହେତୁ ଶତ୍ରୁ ଘରେ ଅଛନ୍ତି, ଆଉ କର୍କଟ ପାଇଁ ବି ଶତ୍ରୁ ଘର, ତେଣୁ ଆଉ ମିତ୍ରମାନଙ୍କ ଗହଣରେ ଆଉ ରହିପାରୁନାହାନ୍ତି କିଏ? କର୍କଟ ରାଶି ଲୋକମାନେ। ଭାଇ ବନ୍ଧୁ କୁଟୁମ୍ବ ବିନା କାରଣରେ ଦୋଷାରୋପ କରୁଛନ୍ତି ଏବଂ ବହୁତ ଶତ୍ରୁ ସୃଷ୍ଟି ହେଉଛନ୍ତି। ସମୟ ଆସିବ, ନିଜ ଭୁଲ ସେ ବୁଝିବେ, କାନ ମୋଡ଼ି ହେବେ, ଉଠୋସ ହେବେ, କ୍ଷମା ମାଗିବେ। ଆଉ କ'ଣ? କାରଣ ତାଙ୍କ ଦୋଷ କିଛି ନାହିଁ। କର୍କଟ ରାଶି ଲୋକମାନେ ଆଦୌ ଭୁଲ କରନ୍ତିନି। କାହିଁକି ନା ତାଙ୍କର ମୁଖ୍ୟ ଗ୍ରହମାନେ ବୃହସ୍ପତି, ଶନି, ଏମାନେ ତାକୁ ସବୁବେଳେ ଜଗିଥାନ୍ତି। ହଁ ବନ୍ଧୁ, ଦେଖିବା କ'ଣ ହେଇଛି। ଭାଇ ବନ୍ଧୁ କୁଟୁମ୍ବରେ ଶତ୍ରୁ ସୃଷ୍ଟି ହେଉଛନ୍ତି, ମନୋମାଳିନ୍ୟ ହେଉଛି। 8 ତାରିଖ ରବିବାର କଥା ଶୁଣିବା। 1:30 ପରେ ପୁନର୍ବସୁ ନକ୍ଷତ୍ରର ସତର୍କ ରହିବା ଉଚିତ। ପୁନର୍ବସୁ ନକ୍ଷତ୍ର କର୍କଟ ରାଶି 1:30 ପରେ ସତର୍କ ରହିଲେ ଭଲ। ଏହି ରବିବାର କର୍କଟର ଦୁଃଖ ଅଧିକ ହେବ। ରବିବାର ଦିନ କର୍କଟ ପାଇଁ ଦୁଃଖ। ପୁରୁଣା ରୋଗ ଯନ୍ତ୍ରଣା ଦେବ। ଆଉ ଯାତ୍ରାରେ ଗାଡ଼ି ଘୋଡ଼ା ଏମାନେ ହଇରାଣ କରିବେ। ଆଉ ବୃଥା ଖର୍ଚ୍ଚ ହେବ, ଶାନ୍ତି ଭଙ୍ଗ ହେବ ରବିବାର ଦିନ। ଏବେ ଆମେ ବୁଝିବା ସିଂହ କଥା। ସିଂହ ରାଶିର ଭାଗ୍ୟାଧିପ ହେଲେ ମଙ୍ଗଳ। ଏବେ ସେ କୁମ୍ଭରେ, ଶତ୍ରୁ ଘରେ, ଶତ୍ରୁ ମେଳରେ ଅଛନ୍ତି ବୋଲି ବିବିଧ ଶାରୀରିକ, ଆର୍ଥିକ, ସାମାଜିକ, କୌଳିକ, ବୌଦ୍ଧିକ ସମସ୍ୟା ହେଉଛି। ସିଂହ ରାଶି ମାନେ ବା ସିଂହ ରାଶିର ବ୍ୟକ୍ତି ସମୁଦାୟ ଯେଉଁ ସମସ୍ୟା ଭୋଗୁଛନ୍ତି ଏଇଥିପାଇଁ କି ଯେ ସିଂହ ରାଶିର ଅଧିପତି ହେଲେ ମଙ୍ଗଳ। ସେ ଅଛନ୍ତି କୁମ୍ଭରେ। କୁମ୍ଭ ଘର ହେଲା ଶନିଙ୍କର। ଶନି ମଙ୍ଗଳଙ୍କର ପଡ଼େନି, ଶତ୍ରୁତା। ଏଇଥିପାଇଁ କି ଭାଗ୍ୟ ବିପର୍ଯ୍ୟୟ ଘଟୁଛି, ବଡ଼ ବଡ଼ ସମସ୍ୟା ଆସୁଛି, ଦାହିକ ଯନ୍ତ୍ରଣା ଭୋଗୁଛନ୍ତି, ଉପସ୍ଥ ବୁଦ୍ଧି କାମ ଦେଉନି। ତେଣୁ ଏ ସମସ୍ୟା ସବୁ ହେବ। କେବଳ ମଙ୍ଗଳ ଏହି ସଂକ୍ରାନ୍ତି ପରେ ପଳେଇ ଯିବେ କେଉଁଠିକି? ମୀନକୁ। ତାହେଲେ ଏ ମାସରେ
ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି ତା ଦୂର ହୋଇଯିବ। 8 ତାରିଖ ରବିବାର ମଘା ନକ୍ଷତ୍ରଧାରୀ ଜନତାଙ୍କ ପାଇଁ 1:30ରୁ ସତର୍କ ରହିଲେ ଭଲ। ଦୈନନ୍ଦିନ ଯାହା ଆୟ ଅମଳ ହେଉଛି ତାହା ହେବ, ମାତ୍ର ଏକ ନୂତନ ଆୟ ହେବାର ସୁଯୋଗ ଅଛି। ଆପଣ ମନେ କରନ୍ତୁ ଶିକ୍ଷକ, ଆପଣ ଚାକିରି କରିଛନ୍ତି, ପ୍ରାଇଭେଟ୍ ହେଉ ଗଭର୍ଣ୍ଣମେଣ୍ଟ ହେଉ, ସେ ଆୟ ତ ହେବ, କିନ୍ତୁ ଆଜି ରବିବାର 8 ତାରିଖ ଏକ ନୂତନ ଆୟ ବ୍ୟବସ୍ଥା ହେବ। ଯିଏ ଯେଉଁ ବୃତ୍ତି କରୁଛନ୍ତି ସେ କଥାକୁ ଛାଡ଼ି ଦିଅନ୍ତୁ, ସେ ତ ହେବ। ନୂତନ ଆୟ ଯୋଗ ଆଜି ଅଛି ରବିବାର 8 ତାରିଖ। ତେଣୁ ଟିକେ ଆଖି ବୁଲାନ୍ତୁ, ମୁଣ୍ଡ ଖେଳାନ୍ତୁ, ମନ ଚଞ୍ଚଳ କରନ୍ତୁ, ପାଇଯିବେ। ସୁଯୋଗ ଆସିବ। ଏଣୁ ଉଦ୍ୟମ ବଳେ ସର୍ବସିଦ୍ଧି ଏ ମନ୍ତ୍ର ଜପନ୍ତୁ। ଉଦ୍ୟମ କରିବେ, ବିନା ଉଦ୍ୟମରେ କାହାକୁ କିଛି ମିଳେନି। ଚେଷ୍ଟା କରନ୍ତୁ, ଲାଭବାନ ହେବେ। ସୁସ୍ଥତା ଯୋଗ ଅଛି, ଦେହ ଭଲ ରହିବ, ପୂର୍ବ ରୋଗ ବ୍ୟାଧି ଦୂର ହୋଇଯିବ। ଯେଉଁ ସବୁବେଳେ ଆପଣମାନେ କହୁଛନ୍ତି ଜଞ୍ଜାଳ ଅଧିକ, ଜଞ୍ଜାଳ, ସବୁ ସିଂହ ରାଶିଙ୍କ ମୁହଁରୁ ଶୁଣିବେ ମୁଁ ଶାନ୍ତିରେ ନାହିଁ। କିନ୍ତୁ ତମର କିଏ ଶାନ୍ତି ଚୋରି କଲା? ତମ ଶାନ୍ତିକି ନେଇଗଲା କିଏ? ନା ତମେ ଆ ବଳଦ ମୋତେ ବିନ୍ଧିବା, ତମେ ଡାକି ହାକି ଅଶାନ୍ତ ପରିବେଶକୁ ନିମନ୍ତ୍ରଣ କରୁଛ। ସବୁ ଗୋଳିଆ ପାଣିକି ବା କଙ୍କଡ଼ା ଭଲ ପାଏ, ପାଣିକି ଗୋଳିଆ କ'ଣ ଆଉ କିଏ କରେ? ତମେ ନିଜେ ହିଁ ତୁମର ଶାନ୍ତି ଭଙ୍ଗ କରୁଛ। ତେଣୁ ତମେ ସବୁବେଳେ ବିପଦକୁ ନିମନ୍ତ୍ରଣ କରିଚାଲିଛ। ଏଣୁ ସିଂହ ରାଶି ଲୋକମାନେ ସବୁବେଳେ ଅଶାନ୍ତିରେ ଅଛନ୍ତି। ଜମା ସେ ଶାନ୍ତିରେ ରହିପାରିବେନି। ସେ ସବୁବେଳେ ଚାହାନ୍ତି ଟିକେ ଅଶାନ୍ତ ପରିବେଶ। ସେତେବେଳେ ଦୁଃଖ ବଢ଼ିଯାଏ, ବ୍ୟସ୍ତ ହୋଇପଡ଼ନ୍ତି ବାସ୍। ତେଣୁ ଆପଣା ମନକୁ ବୁଝେଇ ଦିଅନ୍ତୁ, ଶାନ୍ତି ପାଖରେ ଅଛି, ତାକୁ ଆଣି ପାଖରେ ବସାନ୍ତୁ, ଚା ଫା ଦିଅନ୍ତୁ। କନ୍ୟା ରାଶି, କନ୍ୟା ରାଶିର ଭାଗ୍ୟାଧିପ ହେଲେ ଶୁକ୍ର। ସେ ଏବେ ମୀନରେ ଉଚ୍ଚରେ। ଏଥିପାଇଁ ଏ ମାସରେ କନ୍ୟା ରାଶି ଧାରୀ ଲୋକେ ବିବିଧ ସୁଖ ପାଇ ଆନନ୍ଦରେ ଅଛନ୍ତି। ଶୁକ୍ର ଏବେ ଉଚ୍ଚରେ ମାନେ ମୀନରେ, ସୁତରାଂ କନ୍ୟା ରାଶିର ଲୋକେ ଯାବତୀୟ ପ୍ରକାର ସୁଖ ଶାନ୍ତି ଆନନ୍ଦରେ ଗୋଟିଏ ମାସ ଅଛନ୍ତି, ରହିବେ ସଂକ୍ରାନ୍ତି ପର୍ଯ୍ୟନ୍ତ। ଶାନ୍ତି ଅବ୍ୟାହତ ରହିବ। ରବିବାର 8 ତାରିଖ ହସ୍ତା ନକ୍ଷତ୍ର କେବଳ ସୁଖ ପାଇବ। ହସ୍ତା ନକ୍ଷତ୍ରଧାରୀ କନ୍ୟା ରାଶିର ହସ୍ତା ନକ୍ଷତ୍ରଧାରୀ କେବଳ ସୁଖ ପାଇବେ। ବାକି ଚିତ୍ରା ଆଉ ଉତ୍ତର ଫାଲ୍ଗୁନୀ ଟିକେ ଦୁଃଖ ପାଇବେ, ଶାରୀରିକ ସମସ୍ୟା ଭୋଗିବେ, ଯନ୍ତ୍ରଣା ଭୋଗିବେ ଇତ୍ୟାଦି। ସୁଖ ହେଲା 8 ତାରିଖ ହସ୍ତା ନକ୍ଷତ୍ରଧାରୀ ବ୍ୟକ୍ତି କେବଳ ସୁଖ ପାଇବେ, ମାତ୍ର ଉତ୍ତର ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ର ଅଶୁଭ ଫଳ ଭୋଗିବେ। ଧନାଗମରେ ବାଧା ନାହିଁ, କିନ୍ତୁ କୌଣସି ଅହେତୁକ କାରଣ ପାଇଁ ମନ ଛଟପଟ ହେବ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ଆଜି ମନ ଟିକେ ଆମ୍ବିଳା ହେଇଯିବ। କାରଣ କ'ଣ କେହି କହିପାରିବେନି, ଜାଣିପାରିବେନି। ଆପଣା ଗୋଟେ କଥା ନାହିଁ, ମନ ଜାଣେ ପାପ, ଆଉ କିଏ ନାହିଁ। ବାକିଟା ତୁମେ ଜାଣିଛ, ମୁଁ କହିବିନି। ମନ ଜାଣେ ପାପ। ଯେଉଁ ପାପ ଆମେ ସବୁ କରିଛେ ଅତୀତରେ ବା ଯୋଜନା କରୁଛେ, କାଲି ତା ବାଡ଼ିରେ ମୋ ଛେଳିକି ଛାଡ଼ିଦେବି, ଦେଖିବା କେତେ ଲଙ୍କା ବିକିବ। ଏଇ ଯେଉଁ ଯୋଜନା ଆମେ କରୁଛେ, ବଢ଼ିଆ ଯୋଜନା ନୁହଁ? ଆମ ଭଳିଆ ଭଲ କାଉ କିଏ ଅଛି? ତେଣୁ ଆମେ ଯେଉଁ ଚିନ୍ତା ସବୁ କରୁଛେ, ଏଇ ପାପ ଚିନ୍ତା ଅତୀତର, ବର୍ତ୍ତମାନର, ଭବିଷ୍ୟତର ମନକୁ ଆନ୍ଦୋଳିତ କରିବା। ଆଜି ମନ ଛଟପଟ ହେବ। ତେଣୁ ଆଜି କନ୍ୟା ରାଶି ଲୋକମାନେ ଟିକେ ମାନସିକ ଅଶାନ୍ତି ଭୋଗିବେ, କେହି ଜାଣିପାରିବେନି। ବନ ପଡ଼ିଗଲେ ସମସ୍ତେ ଜାଣନ୍ତି, ମନ ପଡ଼ିଗଲେ ଜାଣେ ଖାଲି ମନ। ଆଉ ସମସ୍ୟା କିଛି ନାହିଁ। ଧନାଗମ ଠିକ୍ଠାକ୍ ହେବ, ଖାଦ୍ୟ ପେୟ ବି ରୁଚିକର ହେବ ଇତ୍ୟାଦି ଇତ୍ୟାଦି। ଆଜି ଏଇ ଯେଉଁ ଆୟ ଅମଳ ହେବ, ତା ପାଇଁ ଟିକେ ଯଥୋଚିତ ଶ୍ରମ ଆବଶ୍ୟକ, ଉଦ୍ୟମ ଆବଶ୍ୟକ, ନହେଲେ ମିଳିବନି। ମନ ତ ଆଡ଼େ ସାଡ଼େ ବୁଲିବ, ଅଧୈର୍ଯ୍ୟ ହେବ। ତେଣୁ କାମରେ ବି ଅବହେଳା ହେବ। ଆଜି ତୁଳା ପାଖକୁ ଯିବା। ତୁଳା ରାଶିର ଭାଗ୍ୟାଧିପ ବୁଧ ଏବେ ସେ କୁମ୍ଭରେ, ମିତ୍ର ଘରେ, ପଞ୍ଚମରେ। ଏଥିଲାଗି
ନାନାବିଧ ଶାରୀରିକ ଓ ଆର୍ଥିକ ସମସ୍ୟା ଆସୁଛି। 8 ତାରିଖ ରବିବାର 1:30 ପରଠାରୁ ବିଶାଖା ନକ୍ଷତ୍ରଧାରୀ ଲୋକେ ସତର୍କ ରହନ୍ତୁ। ରବିବାର ବିବିଧ ସୁଖ ମିଳିବାର ଆଶା ଅଛି। ଏଥିରେ ମଝି ରହିଲେ ବନ୍ଧୁମାନେ ରାଗିବେ, ଆପଣମାନଙ୍କୁ ସୁଖ ମିଳିବ। ଆପଣ ଏ ସୁଖରେ ବୁଡ଼ି ଯାଇକରି ଆମମାନଙ୍କୁ ସବୁ କ'ଣ କରିବେ, ଭୁଲିଯିବେ, ଅନାଦର କରିବେ। ଆମମାନେ ତ ଆପଣଙ୍କର ବନ୍ଧୁବାନ୍ଧବ ନା, ତେଣୁ ଆମେ ଯିଏ ପ୍ରିୟ ଲୋକ, ଭାଇ ବନ୍ଧୁ କୁଟୁମ୍ବ ଅଛୁ, ଆମକୁ ଟିକେ ସେ ସୁଖରୁ ଚେନାଇ ଖଣ୍ଡ ଦିଅନ୍ତୁ ନା। ନା, ଆଜି ତୁଳା ରାଶି ଲୋକମାନେ କାହାକୁ ସୁଖ ବାଣ୍ଟିବେନି, ଅନ୍ୟ କାହାକୁ ସୁଖୀ ହେବାର ଦେଖିପାରିବେ ନାହିଁ। ଫଳରେ ବନ୍ଧୁ ମହଲରେ ଅସନ୍ତୋଷତା ବୃଦ୍ଧି ପାଇବ, ସେମାନେ ସବୁ ରାଗିବେ, ବିରକ୍ତ ହେବେ ଇତ୍ୟାଦି। ବନ୍ଧୁମାନେ ରାଗିବେ, ପ୍ରଥମେ ମାନେ ମତାନ୍ତର ହେବ, ତାପରେ ମନାନ୍ତର ହେବ। ହେଲେ ବନ୍ଧୁ ସବୁବେଳେ ମନେ ରଖିଥିବେ, ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ଯେତେ ଅଧିକ ବନ୍ଧୁ ସୃଷ୍ଟି ହୁଅନ୍ତୁ। ବନ୍ଧୁଙ୍କର ଭୁଲ ଖୋଜିବେନି, ବଡ଼ ହଇରାଣ ହେବେ। ଆଉ ଗୋଟିଏ ବି ଶତ୍ରୁ ସୃଷ୍ଟି କରନ୍ତୁନି, କାରଣ ଗୋଟିଏ ଛୋଟିଆ ଘମିର ବି ସାରା ଶରୀରରେ ପୀଡ଼ା ଦିଏ। ଛୋଟିଆ କଣ୍ଟାଟିଏ ପାଦରେ ଫୁଟିଛି, ଚାଲି ପାରୁନାହାନ୍ତି ନା, କେତେ କ୍ଷୁଦ୍ର ବାଲି ଆଖିରେ ପଡ଼ିଗଲା। ମାନେ ଶତ୍ରୁ ଛୋଟିଆ ହେଲେ ଭୟଙ୍କର, ଏଟା କଥା ନାହିଁ। ଛୋଟ ସାପର ବିଷ ବେଶୀ, ଛୋଟ ସାପର ବିଷ ବେଶୀ। ତେଣୁ ଶତ୍ରୁ ସୃଷ୍ଟି ସୁଯୋଗ ଦିଅନ୍ତୁନି। ତୁଳା ରାଶି ଲୋକଙ୍କ ପାଇଁ ଧନାଗମ ହେବ, ସୁଖ ମିଳିବ, ଶାନ୍ତି ମିଳିବ। କିନ୍ତୁ ଟିକେ ଅନ୍ୟକୁ ସୁଖ ଶାନ୍ତି ଦେବାରେ ସହଯୋଗ କରନ୍ତୁ। ବିଛା ରାଶି, ବିଛା ରାଶିର ଭାଗ୍ୟାଧିପ ଚନ୍ଦ୍ର। ବିଛାରେ ଚନ୍ଦ୍ର ନୀଚ। ଚେଷ୍ଟା କରି ସବୁବେଳେ ଚେଷ୍ଟା କରିବେ ଜୀବନ ସାରା ଯେମିତି କର୍କଟ ରାଶି ଧାରୀ ଜନତାଙ୍କୁ ସନ୍ତୁଷ୍ଟ ରଖିବା ପାଇଁ। କର୍କଟ ରାଶିର ଲୋକମାନେ ଯଦି ବିରକ୍ତ ହେବେ, ବିଛା ରାଶିର ମଙ୍ଗଳ ହେବନି। କାରଣ ଚନ୍ଦ୍ର ହିଁ କର୍କଟର ଅଧିପତି। ରବିବାର 8 ତାରିଖ ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରଧାରୀଙ୍କ ପାଇଁ ଅଶୁଭ। 1:30 ଠାରୁ ସତର୍କ ରହିଲେ ଭଲ। ଦିନଟି ଦୁଃଖପ୍ରଦ ହେବ, ବ୍ୟୟ ଅଧିକା ହେବ, ଆଉ ଆୟ ବହୁତ କମିଯିବ। ଯେଉଁମାନେ ଚାକିରିଆ ସେମାନଙ୍କ କଥା ଅଲଗା, ସେମାନଙ୍କର ସଞ୍ଚିତ ଅର୍ଥ ସରିଯିବ। ବିଛା ରାଶି ପାଇଁ ଆଜି ବ୍ୟୟ ଅଧିକ ହେବ, ଆୟ କମ୍ ହେବ। ଯେଉଁମାନେ ଚାକିରିଆ ତାଙ୍କ କଥା ଅଲଗା, ତାଙ୍କ ସଞ୍ଚିତ ଅର୍ଥ ବି କମିଯିବ। ତେଣୁ ବିଛା ରାଶି ଲୋକମାନେ ଆଜି ଟିକେ କଞ୍ଜୁସ ହୁଅନ୍ତୁ, ହାତ ଜାକି ଦିଅନ୍ତୁ, ବ୍ୟୟ ବଢ଼ିଯିବ। ଆଜି ଦେହ ଅସୁସ୍ଥ ହେବ। ସନ୍ଧ୍ୟା ପରେ ଦେବଦର୍ଶନ ଯୋଗ ଅଛି। ଚେଷ୍ଟା କଲେ ପାଦ 2ଟା ଚାଲି ଚାଲି ପଳେଇବ ମନ୍ଦିର ପର୍ଯ୍ୟନ୍ତ, ମଙ୍ଗଳ ହେବ। ଧନୁ କଥା, ଧନୁ ରାଶିର ଭାଗ୍ୟାଧିପ ହେଲେ ରବି। ଏବେ ସେ ତୃତୀୟରେ ମାନେ କୁମ୍ଭରେ, ଏଣୁ ପ୍ରିୟ ପରିଜନଙ୍କ ଗହଣରେ ସମୟ କଟୁଛି। ଧନାଗମ ଭଲ ହେଉଛି, ଲାଭ ଭଲ ହେଉଛି। ଆଉ ଇଏ ଲାଭ ଅବ୍ୟାହତ ରହିବ ସଂକ୍ରାନ୍ତି ପର୍ଯ୍ୟନ୍ତ। 8 ତାରିଖ ରବିବାର ଦିନ 1:30 ପରଠାରୁ ସମସ୍ତ ସୁବିଧା ମିଳିବ। ଦୈନନ୍ଦିନ କୃତ ବୃତ୍ତି, ବ୍ୟବସାୟ, ସେବା ଆଦିରୁ ଭଲ ଲାୟ ହେବ, ବଢ଼ିଆ ଅମଳ ହେବ। ଯେତିକି ବୁଣିବେ ସେତିକି ତୋଳିବେ। ମେରୁଦଣ୍ଡରେ ବା ଛାତିରେ ଯନ୍ତ୍ରଣା ହେଇପାରେ ଭାବରେ। ଧନୁ ରାଶି ପାଇଁ ଟିକେ ସମସ୍ୟା, ଅକସ୍ମାତ୍ ଆଗରେ ବା ପଛରେ ମେରୁଦଣ୍ଡରେ ବା ଛାତିରେ ଯନ୍ତ୍ରଣା ହେବ। ଯନ୍ତ୍ରଣା ହେଲା ମାତ୍ରେ ଚିକିତ୍ସକଙ୍କ ଦ୍ୱାରକୁ ଯାଆନ୍ତୁ, ତାଙ୍କୁ ସବୁ କଥା କୁହନ୍ତୁ। ଜମା କିଛି ଲୁଚେଇବେନି। ଡାକ୍ତରଙ୍କ ପାଖରେ, ଜ୍ୟୋତିଷଙ୍କ ପାଖରେ, ଡାକ୍ତରଙ୍କ ପାଖରେ, ମା ପାଖରେ, ଶିକ୍ଷକଙ୍କ ପାଖରେ କିଛି ଲୁଚେଇବେନି। ଯାହା ଡାଉଟ୍ ଶିକ୍ଷକଙ୍କୁ ପଚାରିବେ। 2 2 4 ଆପଣଙ୍କୁ ଆସୁନି, କେମିତି ହେଲା ବୁଝିପାରୁନାହାନ୍ତି, ଶିକ୍ଷକ ବୁଝେଇ ଦେବେ। ଶିକ୍ଷକଙ୍କ ପାଖରେ କିଛି ଲାଜ ନାହିଁ, ଜମା ଲାଜ ନାହିଁ, ଡାଉଟ୍ କ୍ଲିୟର ସେ କରିବେ। ମା ପାଖରେ ଲାଜ ନାହିଁ, ମାଆକୁ ସବୁ କଥା ଜଣାଇବେ, ଦୁଃଖ ସୁଖ ସବୁ ଜଣାଇବେ। ସେ ଡାକ୍ତରଙ୍କୁ ସବୁ ଜଣାଇବେ, ସବୁ କଥା, ଲାଜ ନାହିଁ। ଜ୍ୟୋତିଷଙ୍କୁ ସବୁ କଥା କହିବେ, କ'ଣ ସମସ୍ୟା ହେଉଛି।
ଆଙ୍କୁ ଲାଜ କଲେ ଆଉ ହଁ ଲାଜ କଲେ ହଇରାଣ ହେବେ। ସମସ୍ୟା ହେଲେ ଡାକ୍ତରଙ୍କୁ କହିବେ ତୁରନ୍ତ। ଆଉ ଯନ୍ତ୍ରଣା ହେବ ଯଦି ଏ ସମସ୍ୟା ହୁଏ, ସମସ୍ତଙ୍କର ହେବନି, କାର କାର ହେବ, ହୁଏ ତାହେଲେ ଡାକ୍ତରଙ୍କ ପାଖକୁ ତୁରନ୍ତ ଯିବେ। ଅବହେଳା କଲେ ବେଶ ସମସ୍ୟା ବଢ଼ିଯିବ। ମକର କଥା, ମକର ରାଶିର ଭାଗ୍ୟାଧିପ ହେଲେ ବୁଧ। ଏବେ ବୁଧ ଧନସ୍ଥାନରେ ମିତ୍ର ଘରେ, ଏଣୁ ପ୍ରାୟ ଲୋକେ ଧନାଦି ଲାଭ କରୁଛନ୍ତି, ଆନନ୍ଦରେ ଅଛନ୍ତି। ବିଭିନ୍ନ ରୂପରେ, ବିଭିନ୍ନ ଆକାରରେ, ବିଭିନ୍ନ ପ୍ରକାରରେ ପାଖକୁ ଧନ ଆସୁଛି। ରବିବାର 8 ତାରିଖ 1:30 ଠାରୁ ଉତ୍ତରାଷାଢ଼ା ନକ୍ଷତ୍ରର ଶୁଭ ସମୟ ଅତୀତ ହୋଇଯିବ, ଅଶୁଭ ସମୟ ଆସିବ। ରବିବାର ନାନାବିଧ କର୍ମ କରି ଆନନ୍ଦ ପାଇବେ। ନୀତିଦିନିଆ ଆୟ ଅମଳରେ ଆଦୌ ବାଧା ନାହିଁ। କୌଳିକ ମୌଳିକ ବୌଦ୍ଧିକ ବିକାଶ ହେବ, ଏସବୁ ଆନନ୍ଦ ପାଇବେ। କେବଳ ଉତ୍ତରାଷାଢ଼ା ନକ୍ଷତ୍ର ପାଇଁ ଟିକେ ଅସୁବିଧା ବାସ୍। ମୀନ ରାଶି, ମକର ପରେ କୁମ୍ଭ ନା ମୀନ, ବଢ଼ିଆ ପିଲା ଆଉ। ଶୁଣ କୁମ୍ଭ କଥା ଶୁଣ, ଏତେ ଦୁଷ୍ଟ କାହିଁ ହେଉଛ। କୁମ୍ଭ ରାଶିର ଭାଗ୍ୟାଧିପ ହେଲେ ବୃହସ୍ପତି। ସେ ବର୍ତ୍ତମାନ ମିତ୍ର ଘରେ ପଞ୍ଚମରେ, ଏଣୁ ବଡ଼ ବଡ଼ ବିପଦରୁ ରକ୍ଷା ମିଳିଯାଉଛି। ରବିବାର 8 ତାରିଖ 1:30 ପରେ ଧନିଷ୍ଠା ନକ୍ଷତ୍ରଧାରୀ ସତର୍କ ରହିଲେ ଭଲ। ରବିବାର ଯଥା ସମ୍ଭବ ମୌନ ରୁହନ୍ତୁ। ଅଯଥା କଳହ ହୋଇପାରେ, ଅପମାନିତ ହୋଇପାରନ୍ତି। ଯଦି ହସି ହସାଇ ପାରିବେ ତେବେ ହସନ୍ତୁ, ଖୁସି ହୁଅନ୍ତୁ, ଆନନ୍ଦ ବାଣ୍ଟନ୍ତୁ, ଅନ୍ୟମାନଙ୍କର ସୁଖ ଦେଖନ୍ତୁ। ହସି ପାରିଲେ ହେଲା, ନହେଲେ ଚୁପ୍ ରହନ୍ତୁ। ହେଲେ ହସିବେ ସିନା, ଠୋ ଠୋ ହସିବନି ରାବଣ କଂସ ଭଳିଆ, ହସିବେ ରାମଙ୍କ ଭଳିଆ। ବୋଇଲେ ଦୁନିଆ ହସିବ, ସବୁ ଦୁଃଖ ପଳେଇବ। ଯଦି ହସି ଜାଣିନାହାନ୍ତି, ଯଦି ଭୃଙ୍ଗାମୁଆ, ତାହେଲେ ଚୁପ୍ ରହନ୍ତୁ, ନହେଲେ ଅସୁବିଧା ହେବ। ମୀନ ରାଶି, ମୀନ ରାଶିର ଭାଗ୍ୟାଧିପ ହେଲେ ମଙ୍ଗଳ। ସେ ଅଛନ୍ତି କୁମ୍ଭରେ, ଶତ୍ରୁ ଘରେ, ଶତ୍ରୁ ସାଥିରେ ବୋଲି ଭାଗ୍ୟର ବିଡ଼ମ୍ବନା ଘଟୁଛି, ଉନ୍ନତିରେ ବାଧା ହେଉଛି। 8 ତାରିଖ ରବିବାର 1:30 ପରେ ପୂର୍ବଭାଦ୍ର ନକ୍ଷତ୍ରର ଅତି ଅଧିକ କ୍ଷତି ହେବ। ଦିନଟି ଦୁଃଖଦ ଅଟେ, ଧକ୍କା ହେବାର ଆଶଙ୍କା ଅଛି, କେଉଁଠି ଆଘାତ ଲାଗିଯାଇପାରେ। ଯଦିଓ ପ୍ରିୟଜନ ପାଖରେ ରହିବେ, ତଥାପି ରୋଜଗାରରେ ବାଧା ଆସିବ। ମାତ୍ର ଖର୍ଚ୍ଚରେ କଟକଣା ରହିବନି। ଖାଦ୍ୟପେୟ ଯଥା ସମୟରେ ମିଳିବନି। ସନ୍ଧ୍ୟା ପରେ ଦିଅଁ ଦର୍ଶନ ଯୋଗ ଅଛି, ସେ ଯେମିତି ହେଲେ ବି ଟାଣି ଓଟାଇ ତାଙ୍କ ପାଖକୁ ନେବେ ବାସ୍। ବନ୍ଧୁ, ଆସନ୍ତାକାଲି ଯଦି ଈଶ୍ୱର ଚାହିଁବେ, ଇଏ କୁଳମଣି ପୁଣି ଆପଣମାନଙ୍କ ସହିତ ଏଇଭଳି ଦୁଃଖ ସୁଖ ହେବ। ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର, ଜୟ।